ଶ୍ରୋତାବନ୍ଧୁ ସାଦର ସମ୍ମାନ ସହିତ ସ୍ୱାଗତ କରୁଛି ରିଏଲିଟି ଆଣ୍ଡ ଫ୍ୟାକ୍ଟ ଚ୍ୟାନେଲକୁ। ଏହି ଚ୍ୟାନେଲର ଉଦ୍ଦେଶ୍ୟ କୌଣସି ଜାତି, ଧର୍ମ, ବର୍ଣ୍ଣ, ସମ୍ପ୍ରଦାୟ, ଗୋଷ୍ଠୀକୁ କିମ୍ବା କୌଣସି ବ୍ୟକ୍ତିବିଶେଷଙ୍କୁ ଆକ୍ଷେପ କରିବା ନୁହଁ କିମ୍ବା ତାଙ୍କୁ ଆହତ କରିବା ନୁହଁ। ଭାରତୀୟ ସମ୍ବିଧାନ ଅନ୍ତର୍ଗତ ଧାରା 51A(H) ଓ 19(1)A କୁ ମାନ୍ୟତା ଦେଇ ମାନବ ସମାଜରେ ମାନବିକତା, ନୈତିକତା, ତାର୍କିକତା, ବୌଦ୍ଧିକତା ଓ ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ ଜାଗ୍ରତ କରିବା ହିଁ ଏକମାତ୍ର ଲକ୍ଷ୍ୟ ଓ ଏକମାତ୍ର ଉଦ୍ଦେଶ୍ୟ। ଶ୍ରୋତାବନ୍ଧୁ, ଆଜିର ପ୍ରସଙ୍ଗ କଳାପାହାଡ଼, ହିନ୍ଦୁ ମନ୍ଦିର ବିଧ୍ୱଂସକାରୀ କଳାପାହାଡ଼। ଯେଉଁ କଳାପାହାଡ଼ ନିର୍ଦ୍ଦୟ ଓ ନିଷ୍ଠୁର ଥିଲା ହିନ୍ଦୁ ମନ୍ଦିରମାନଙ୍କ ପ୍ରତି, ଆଉ ଭାଙ୍ଗି ଦେଉଥିଲା ହିନ୍ଦୁ ବିଗ୍ରହ, ହିନ୍ଦୁ ଦେବାଦେବୀମାନଙ୍କର ମୂର୍ତ୍ତି। ଏହିସବୁ ଦେବାଦେବୀମାନଙ୍କ ମୂର୍ତ୍ତି ଭାଙ୍ଗିବା ସହ, ମନ୍ଦିରକୁ ଭାଙ୍ଗିବା ସହ ହତଶ୍ରୀ କରିଦେଉଥିଲା ଓଡ଼ିଶାର କଳା, ଭାସ୍କର୍ଯ୍ୟ, ଐତିହ୍ୟ, ବିଧ୍ୱଂସ କରି ଛାଡ଼ି ଦେଉଥିଲା ଓଡ଼ିଶାର ସଂସ୍କୃତିକୁ, ଆଉ ଲୁଟି ନେଉଥିଲା ମନ୍ଦିରମାନଙ୍କରେ ଥିବା ଧାତବ ମୂର୍ତ୍ତି ସହ ସ୍ୱର୍ଣ୍ଣ ଅଲଙ୍କାର। ଏହି ପ୍ରସଙ୍ଗଟି ଶ୍ରୋତାବନ୍ଧୁ ଉଦ୍ଧୃତ କରାଯାଇଛି ପୁସ୍ତକ ହମାରା ସମାଜ, ଶାନ୍ତାରାମ ବିଏଙ୍କ ଲିଖିତ ପୁସ୍ତକ ହମାରା ସମାଜ। ଏକ ସୁନ୍ଦର, ଶିକ୍ଷଣୀୟ ଓ ଜ୍ଞାନବର୍ଦ୍ଧକ ପୁସ୍ତକ। ଏ ପୁସ୍ତକରେ କଳାପାହାଡ଼ ସମ୍ବନ୍ଧରେ ବିସ୍ତୃତ ଭାବେ ଲେଖାଯାଇଛି ଯେ ସେ କାହିଁକି ଭାଙ୍ଗି ଦେଉଥିଲା ହିନ୍ଦୁ ମନ୍ଦିର ଆଉ ଲୁଟୁଥିଲା ହିନ୍ଦୁ ବିଗ୍ରହ, ହିନ୍ଦୁ ଦେବାଦେବୀମାନଙ୍କର ମୂର୍ତ୍ତି। କଳାପାହାଡ଼, ଯାହାର ପ୍ରକୃତ ନାଁ ଥିଲା ରାଜୀବ ଲୋଚନ ରୟ, ଏମିତିକି କେତେକ ଐତିହାସିକ କହନ୍ତି ଯେ ତା ନାଁ ଥିଲା କାଲାଚାନ୍ଦ ରାୟ ବୋଲି। ଜନ୍ମ ହୋଇଥିଲା 16ଶ ଶତାବ୍ଦୀରେ ଭାରତ ସ୍ୱାଧୀନ ହେବା ପୂର୍ବରୁ ଅବିଭାଜିତ ଭାରତର ବାଂଲାଦେଶର ଢାକା ନଗରୀରେ ଗୋଟିଏ ବୈଷ୍ଣବ ବ୍ରାହ୍ମଣ ପରିବାରରେ। ଦେଖିବାକୁ ବହୁତ ସୁନ୍ଦର ରାଜୀବ ଲୋଚନ ରାୟ ସୁସ୍ଥ, ସବଳ ଓ ହୃଷ୍ଟପୃଷ୍ଟ ଥିଲା। ସେ ହିନ୍ଦୁ ଧର୍ମ ଉପରେ ବହୁତ ପ୍ରଗାଢ଼ ବିଶ୍ୱାସ ରଖି ସେ ମାନୁଥିଲା ହିନ୍ଦୁ ଧର୍ମକୁ। ସେଥିପାଇଁ ସେ ପ୍ରତିଦିନ ବ୍ରାହ୍ମ ମୁହୂର୍ତ୍ତରୁ ସ୍ନାନ କରି ଯାଉଥିଲା ବ୍ରହ୍ମପୁତ୍ର ନଦୀକୁ। ଆଉ ବ୍ରହ୍ମପୁତ୍ର ନଦୀ ଯେଉଁ ବାଟେ ପଡ଼ୁଥିଲା ସେହି ବାଟରେ ହିଁ ଥିଲା ବଙ୍ଗାଲ ନବାବ ସୁଲେମାନ କର୍ରାନୀଙ୍କ ଘର, ସୁଲେମାନ କର୍ରାନୀଙ୍କ ରାଜମହଲ। ତ ସେ ପ୍ରତିଦିନ ବ୍ରହ୍ମପୁତ୍ର ନଦୀକୁ ଯିବା ବାଟରେ ସେ ସୁଲେମାନ କର୍ରାନୀଙ୍କ ରାଜମହଲ ବାଟରେ ହିଁ ଯାଉଥିଲା। ଆଉ ସେହି ବ୍ରାହ୍ମଣ କୁମାର ରାଜୀବ ଲୋଚନକୁ ପ୍ରତିଦିନ ଲକ୍ଷ୍ୟ କରୁଥିଲା ସୁଲେମାନ କର୍ରାନୀଙ୍କ ଝିଅ ଦୁଲାରୀ। ଦୁଲାରୀ ଅନ୍ୟ ନାମ ଥିଲା ଗୁଲନାଥ। ସେ ପ୍ରତିଦିନ ରାଜୀବ ଲୋଚନକୁ ନିରୀକ୍ଷଣ କରୁଥିଲା। ପ୍ରତିଦିନ ରାଜୀବ ଲୋଚନକୁ ଲକ୍ଷ୍ୟ କରି ସେ ମଧ୍ୟ ବ୍ରାହ୍ମ ମୁହୂର୍ତ୍ତରେ ଉଠି କେବଳ ଚାହୁଁଥିଲା, କେବଳ ଦେଖୁଥିଲା, ନିରୀକ୍ଷଣ କରୁଥିଲା ରାଜୀବ ଲୋଚନକୁ, ତା ଯିବା ସମୟରେ ଓ ସ୍ନାନ କରି ଫେରିବା ସମୟରେ। ସେ ଏମିତି ଏମିତି ଦେଖି ଦେଖି ଶେଷରେ ସେ ତାର ହୃଦୟରେ ଏକ ପାକ୍ଷିକ ପ୍ରେମ ସୃଷ୍ଟି ହେଲା। ଆଉ ମନସ୍ଥ କଲା ଯେ ଯଦି ସେ କାହାକୁ ବାହା ହେବ ତ ତେବେ ରାଜୀବ ଲୋଚନକୁ ବାହା ହେବ, ଆଉ ଅନ୍ୟ କାହାକୁ ବାହା ହେବ ନାହିଁ। ସେ ବାହା ହେବ ନାହିଁ ତା ସମ୍ପ୍ରଦାୟର କୌଣସି ବ୍ୟକ୍ତିଙ୍କୁ। ଯଦି ବାହା ହେବ ତେବେ ସେ ବାହା ହେବ ଏ ବ୍ରାହ୍ମଣ କୁମାର ରାଜୀବ ଲୋଚନକୁ। ସମୟ ଆସିଲା ଯେତେବେଳେ ସୁଲେମାନ କର୍ରାନୀ ବିଭିନ୍ନ ପ୍ରକାର ପ୍ରସ୍ତାବ, ବିବାହ ପ୍ରସ୍ତାବ ଦେଲେ। ସେ ସମୟରେ ଦୁଲାରୀ ତା ବାପାଙ୍କୁ ଅତି ସାହସ ଓ ଧୈର୍ଯ୍ୟ ସହ କହିଲା ଯେ ମୁଁ ଯଦି ବାହା ହେବି ତ ତେବେ ଅନ୍ୟ କାହାକୁ ନୁହେଁ, କେବଳ ସେ ରାଜୀବ ଲୋଚନକୁ ବାହା ହେବି, ସେ ବ୍ରାହ୍ମଣ କୁମାରକୁ ବାହା ହେବି। ଏହା ଶୁଣି ସୁଲେମାନ କର୍ରାନୀ
ଧର୍ମ ସଙ୍କଟରେ ପଡ଼ିଗଲେ। ସେ କହିଲେ ଏହା କେବେ ସମ୍ଭବପର ନୁହେଁ। ଆମେ ହେଉଛୁ ମୁସଲମାନ, ସେ ହେଉଛି ହିନ୍ଦୁ। ମୁସଲମାନ ଆଉ ହିନ୍ଦୁ ଭିତରେ ବିବାହ ସମ୍ପର୍କ କେବେ ବି ସମ୍ଭବ ପାରିବ ନାହିଁ। ତୁ ଯଦି ଚାହୁଁଛୁ ତ ତାହେଲେ ଏହା ତୋ ମନରୁ ହଟେଇ ଦେ ଯେ କେବେ ମଧ୍ୟ ତୁ ଯଦି ବାହା ହେଲେ ମଧ୍ୟ ତୋତେ ହିନ୍ଦୁ ସମାଜ ଗ୍ରହଣ କରିପାରିବ ନାହିଁ। କିନ୍ତୁ ଝିଅ ଦୁଲାରୀ ସେ ତା ଜିଦ୍ରେ ଅଟଳ ରହିଲା। ଆଉ ସେ କହିଲା, ମୁଁ କୁଆଁରୀ ପଛେ ରହିଯିବି, କାହାକୁ ବାହା ପଛେ ହେବି ନାହିଁ, କିନ୍ତୁ ଯଦି ମୁଁ ବାହା ହେବି ତ ତାହେଲେ ସେ ବ୍ରାହ୍ମଣକୁ ମୁଁ ବାହା ହେବି। ଯଦି ମୁଁ ବାହା ହେବି ତେବେ ସେ ରାଜୀବ ଲୋଚନକୁ ହିଁ ବାହା ହେବି। ଝିଅର ଏପରି ଅଟଳ ଜିତ୍ ଯୋଗୁଁ ସୁଲେମାନ କରାନୀ ଧର୍ମ ସଙ୍କଟରେ ପଡ଼ିଗଲେ। ଆଉ ସେ ମନରେ ଭାବିଲେ ଯେ କ'ଣ କରାଯିବ। ଝିଅ ତା ଜିଦ୍ରେ ଅଟଳ, ଏପଟେ ସମାଜର ପ୍ରତିବନ୍ଧକ, ସେ କ'ଣ କରିବେ। ଶେଷରେ ଚିନ୍ତା କଲେ ଯେ ରାଜୀବ ଲୋଚନକୁ ରାଜମହଲକୁ ଡକାଇ ସେ ଏ ବିବାହ ପ୍ରସ୍ତାବ ସମ୍ବନ୍ଧରେ କହିବେ। ଆଉ ଦିନ ଆସିଲା। ଦିନେ ରାଜୀବ ଲୋଚନକୁ ସୁଲେମାନ ଡାକିଲେ ତାଙ୍କ ରାଜମହଲକୁ। ଆଉ ଦେଲେ ଏହି ବିବାହ ପ୍ରସ୍ତାବ। କହିଲେ ଯେ ମୋ ଝିଅ ଦୁଲାରୀ ତୁମକୁ ବାହା ହେବା ପାଇଁ ବହୁତ ଇଚ୍ଛା କରିଛି, ଆଉ ତୁମେ ତାକୁ ବାହା ହେଇଯାଅ। ଏହା ଶୁଣି ରାଜୀବ ଲୋଚନର ମନରେ ଚଡ଼କ ପଡ଼ିଗଲା। ସେ ଆଶ୍ଚର୍ଯ୍ୟ ହୋଇଗଲା, କିନ୍ତୁ ସାଙ୍ଗେ ସାଙ୍ଗେ ମନା କଲା, ନା ନବାବ, ଏହା ସମ୍ଭବ ନୁହେଁ। ମୁଁ ହେଉଛି ହିନ୍ଦୁ, ନୈଷ୍ଠିକ ପରିବାରରେ ମୋର ଜନ୍ମ, ନୈଷ୍ଠିକ ବ୍ରାହ୍ମଣ ମୁଁ, ଆଉ ଆପଣ ମୁସଲମାନ। ମୁସଲମାନ ଯୁବତୀକୁ ମୁଁ ବାହା ହେବି କେମିତି? ନବାବ, ଏହା ଅସମ୍ଭବ। ମୁଁ କେବେ ମଧ୍ୟ ମୁସଲମାନ ଯୁବତୀକୁ ବାହା ହେଇପାରିବି ନାହିଁ। ଏହା ଶୁଣି ସୁଲେମାନ ଭାବିଲେ, ଯଦି ମୁସଲମାନ ଯୁବତୀକୁ ବାହା ହେଇପାରିବ ନାହିଁ, ତେବେ ଯଦି ମୋ ଝିଅ ମୁସଲମାନରୁ ହିନ୍ଦୁ ଧର୍ମକୁ ପରିବର୍ତ୍ତିତ ହୋଇଯାଏ ତ ତାହେଲେ ବାହା ହେଇପାରିବ। ତାପରେ ସୁଲେମାନ କରାନୀ କ'ଣ କଲେ, ତାଙ୍କ ଝିଅ ଦୁଲାରୀକୁ କହିଲେ ଯେ ତୁ ମୁସଲମାନ ନ ହେଇକି ତୁ ହିନ୍ଦୁ ଯଦି ହେବୁ ତ ତାହେଲେ ବାହା ହେଇପାରିବୁ। ଦୁଲାରୀ ମଧ୍ୟ ରାଜି ହେଲା ଯେ ମୁଁ ମୁସଲମାନ ଧର୍ମ ତ୍ୟାଗ କରି ହିନ୍ଦୁ ହେବି। କିନ୍ତୁ ହିନ୍ଦୁ ହେବା ସହଜ ନୁହଁ। କଥା କଥା ହିନ୍ଦୁ ହେଇପାରିବ ନାହିଁ। ହିନ୍ଦୁ ସମାଜ ତାକୁ ଗ୍ରହଣ କରିବା କଥା। ସେଥିପାଇଁ ସୁଲେମାନ କରାନୀ ଗଲେ ହିନ୍ଦୁ ସମାଜକୁ। ହିନ୍ଦୁ ସମାଜରେ ଥିବା ଜ୍ଞାନୀ, ଗୁଣୀ, ପଣ୍ଡିତ, ପୁରୋହିତ ବର୍ଗଙ୍କ ପାଖକୁ, ହିନ୍ଦୁ ସମାଜକୁ ସେ ଅନୁରୋଧ କଲେ ସେଠି ଯେ ମୋ ଝିଅ ଦୁଲାରୀ ଚାହୁଁଛି ବାହା ହେବା ପାଇଁ ରାଜୀବ ଲୋଚନକୁ। ଯେହେତୁ ସେ ମୁସଲମାନ, ତାହେଲେ এই ବାହା ତ ଅସମ୍ଭବ ହୋଇପାରେ। ତେଣୁକରି ମୋ ଝିଅ ଦୁଲାରୀକୁ ମୁସଲମାନରୁ ତୁମେ ହିନ୍ଦୁ କରିଦିଅ। ସେତେବେଳେ ବ୍ରାହ୍ମଣ ପଣ୍ଡିତମାନେ, ବ୍ରାହ୍ମଣ ଜ୍ଞାନୀ ଗୁଣୀମାନେ ଯେଉଁମାନେ ଥିଲେ ସେମାନେ କହିଲେ ଯେ ନା, ଏହା ହେବ ନାହିଁ। କେତେବେଳେ ମଧ୍ୟ ଆମର ଶାସ୍ତ୍ରରେ ଲେଖା ନାହିଁ, କିମ୍ବା ଆମ ଶାସ୍ତ୍ରରେ ଅନୁମତି ନାହିଁ, କିମ୍ବା ଆମ ଶାସ୍ତ୍ରରେ କୌଣସି ପ୍ରକାରର ଉପଦେଶ ବି ନାହିଁ ଯେ ଗୋଟିଏ ହିନ୍ଦୁ ଯୁବତୀ ହିନ୍ଦୁ ହିଁ ରହିବ, ମୁସଲମାନ ଯୁବତୀ ମୁସଲମାନ ହିଁ ରହିବ। କିନ୍ତୁ ମୁସଲମାନ ଯୁବତୀ କେବେ ହିନ୍ଦୁ ହୋଇପାରିବ ନାହିଁ। ସେ ଯେତେବେଳେ ତାଙ୍କ ତର୍କରେ ହାରିଗଲେ, ସୁଲେମାନ କରାନୀ ତେବେ ଭାବିଲେ ଯେ ଏହା ତ ସମ୍ଭବ ହେବନି ବୋଲି ବ୍ରାହ୍ମଣମାନେ କହୁଛନ୍ତି, ତାହେଲେ କ'ଣ କରାଯିବ। ସେ ତାପରେ ରାଜୀବ ଲୋଚନକୁ କହିଲେ ଯେ ତୁମେ ହିନ୍ଦୁ ଧର୍ମ ପରିତ୍ୟାଗ କରି ତୁମେ ମୁସଲମାନ ହେଇଯାଅ। ତୁମର ସମାଜ ତ ମୁସଲମାନକୁ ହିନ୍ଦୁ କରିବା ପାଇଁ ନାରାଜ। ତେଣୁକରି ମୁଁ ତୁମକୁ କହୁଛି ଯେ ତୁମେ ମୁସଲମାନ ହେଇଯାଅ, ହିନ୍ଦୁ ସମାଜକୁ, ହିନ୍ଦୁ ଧର୍ମକୁ ତୁମେ ତ୍ୟାଗ କର। ସୁଲେମାନଙ୍କର ଏ କଥା ଶୁଣି ରାଜୀବ ଲୋଚନ କହିଲା, ନା, ସମ୍ଭବ ନୁହେଁ। ମୋତେ ସେ ବାହାର ଦରକାର ନାହିଁ, କିମ୍ବା ମୋତେ ସେଇ ଆପଣଙ୍କର ଝିଅ ଦୁଲାରୀକୁ ଦରକାର ନାହିଁ। ମୁଁ ହିନ୍ଦୁ, ସବୁଦିନ ହିନ୍ଦୁ ହିଁ ରହିବି। ମୋର ଧର୍ମ ମୋ ପାଇଁ, ଆପଣଙ୍କ ଧର୍ମ ଆପଣଙ୍କ ପାଇଁ। ମୁଁ କେବେ ବି ତାହା କରିପାରିବି ନାହିଁ। ମୋର ଜୀବନ ଚାଲିଲେ ସୁଦ୍ଧା ମୁଁ କଦାପି ହିନ୍ଦୁ ଧର୍ମ ପରିତ୍ୟାଗ କରି ମୁସଲମାନ ହୋଇପାରିବି ନାହିଁ। ଏପରି କଟ୍ଟର କଥା ଶୁଣି ସୁଲେମାନ କରାନୀ ରାଗିଗଲେ ଆଉ ଆଦେଶ ଦେଲେ ରାଜୀବ ଲୋଚନକୁ ହତ୍ୟା କରିବା ପାଇଁ। ତେବେ ସୁଧା ବନ୍ଧୁ, ଯେତେବେଳେ
ହତ୍ୟାର ଆଦେଶ ହେଲା। ଯେଉଁ ସ୍ଥାନ ହତ୍ୟା କରାଯାଏ ସେ ସ୍ଥାନକୁ ନିଆଗଲା ରାଜୀବ ଲୋଚନକୁ। ଆଉ ସର୍ବସମ୍ମୁଖରେ ଯେତେବେଳେ ହତ୍ୟାକାରୀ ତଲବାର ଉଠାଇଲା ରାଜୀବ ଲୋଚନର ମୁଣ୍ଡଟାକୁ କାଟିଦେବାକୁ, ସେତେବେଳେ ସେହି ସ୍ଥାନକୁ କାନ୍ଦି କାନ୍ଦି ଦୌଡ଼ି ଦୌଡ଼ି ଆସି ପହଞ୍ଚିଲା ଦୁଲାରୀ। ଆଉ କହିଲା, ତାଙ୍କୁ କାହିଁକି ମାରୁଛ? ପ୍ରଥମେ ମୋତେ ମାରିଦିଅ। ତାଙ୍କୁ ମାରିବା ପୂର୍ବରୁ ମୋତେ ମାରିଦିଅ, କାରଣ ସେ ନିର୍ଦ୍ଦୋଷ। ପ୍ରେମ ମୁଁ କରୁଥିଲି, ସେ କରିନାହାନ୍ତି। ଭୁଲ ତ ମୋର। ତ ଭୁଲକୁ ଯିଏ ଭୁଲ କରିଛି ତୁମେ ତାକୁ ଯେ ଦଣ୍ଡ ନ ଦେଇକି ଯିଏ ନିର୍ଦ୍ଦୋଷ, ଯିଏ ଭୁଲ କରିନି ତାକୁ ଦଣ୍ଡ ଦେଉଛ କାହିଁକି? ସେ ମୋ ପାଇଁ ତାଙ୍କର ଅମୂଲ୍ୟ ଜୀବନଟାକୁ ଦେବେ କାହିଁକି? ତାଙ୍କୁ ମୁଁ ଭଲ ପାଇଛି, ତାଙ୍କୁ ମୁଁ ପ୍ରେମ କରିଛି। ଯଦି ତାଙ୍କୁ ମାରି ଦିଆଯିବ ତାହେଲେ ମୁଁ ବଞ୍ଚିବି କାହିଁକି? ଯଦି ସେ ମରିଯିବେ ତ ତାହେଲେ ମୁଁ ମୋର ଜୀବନଟାକୁ କାହା ପାଇଁ ରଖିବି? ତାଙ୍କୁ ଛାଡ଼ିଦେଇ ମୋତେ ମାରିଦିଅ। ଆଉ ଯଦି ମୋତେ ମାରିଦେଲେ ତାହା ହିଁ ହେବ ମୋ ପ୍ରିୟତମ ପ୍ରତି ମୋର ଶ୍ରେଷ୍ଠ ବଳିଦାନ। ଦୁଲାରୀ ଏ କଥା ଶୁଣି ରାଜୀବ ଲୋଚନ ହୃଦୟ ତଳିଗଲା। ମନେ ମନେ ଭାବିଲା, କ'ଣ ସତରେ ତାକୁ ଏତେ ଭଲ ପାଉଛି ଦୁଲାରୀ? ଏପଟେ ଯେ ଦୁଲାରୀ ତାକୁ ବଞ୍ଚାଇ ନଥାନ୍ତା ତ ତା ରାଜୀବ ଲୋଚନର ଜୀବନ ଯାଇଥାନ୍ତା। ସେ ମନେ ମନେ ବହୁତ ଚିନ୍ତା କଲା ଯେ ବର୍ତ୍ତମାନ କ'ଣ କରାଯିବ। ସେ ଜୀବନକୁ ବଞ୍ଚାଇବ ନା ଧର୍ମକୁ ବଞ୍ଚାଇବ? ଯଦି ଧର୍ମକୁ ବଞ୍ଚାଉଛି ତାହେଲେ ଜୀବନ ଯିବ, ଯଦି ଜୀବନକୁ ବଞ୍ଚାଉଛି ତେବେ ଧର୍ମ ଯିବ। ପରିଶେଷରେ ବହୁତ ଚିନ୍ତା କରି ସେ ଏହି ସିଦ୍ଧାନ୍ତରେ ଉପନୀତ ହେଲା ଯେ ଜୀବନ ଥିଲେ ହିଁ ଧର୍ମ ଅଛି, ଆଉ ଯଦି ଜୀବନ ନାହିଁ ତେବେ ଧର୍ମ ଆସିବ କିପରି? ଏସବୁ ହୃଦୟଙ୍ଗମ କରି ରାଜୀବ ଲୋଚନ ସୁଲେମାନ କରଣୀକୁ କହିଲା ଯେ ମୁଁ ବିବାହ ପ୍ରସ୍ତାବ ରାଜି ଅଛି, ମୁଁ ଆପଣଙ୍କ ଝିଅକୁ ବାହା ହେବି, କିନ୍ତୁ ଥରେ ମୋତେ ଅନୁମତି ଦିଆଯାଉ, ମୁଁ ଆଉ ଥରେ ଯାଇକି ମୋ ସମାଜରେ ଥରେ ଅନୁରୋଧ କରି ଆସେ, ଆଉ ତାପରେ ଯାଇକି ବାହା ହେବି ଆପଣଙ୍କ ଝିଅକୁ। ତାପରେ ସେ ଘରକୁ ଫେରି ଆସି ତା ସମାଜ, ବ୍ରାହ୍ମଣ ସମାଜର ପୁରୋହିତ ଓ ପଣ୍ଡିତ ବର୍ଗଙ୍କୁ ଅନୁରୋଧ କଲା ଦୁଲାରୀକୁ ହିନ୍ଦୁ କରିବାକୁ। ବହୁତ ନେହୁରା ହେଲା, ବହୁତ କାକୁତି ମିନତି କଲା। ତାପରେ ମଧ୍ୟ ବ୍ରାହ୍ମଣ ସମାଜ ପ୍ରତ୍ୟାଖ୍ୟାନ କଲା ରାଜୀବ ଲୋଚନର କଥା। ଆଉ ସେମାନେ କହିଲେ ଯେ ଏହା ଅସମ୍ଭବ, କିଏ ମଧ୍ୟ ଗୋଟେ ଘୋଡ଼ା ଗଧ ହେବନି କିମ୍ବା ଗୋଟେ ଗଧ ଘୋଡ଼ା ହୋଇପାରିବ ନାହିଁ। ଏମିତିକି ଅତ୍ୟାବଶ୍ୟକ କ୍ଷେତ୍ରରେ ମଧ୍ୟ ହିନ୍ଦୁ ଧର୍ମଶାସ୍ତ୍ରରେ ସେମିତି କିଛି ଆଦେଶ ନାହିଁ କିମ୍ବା ସେମିତି କିଛି ଅନୁମତି ନାହିଁ ଯେ ଗୋଟେ ମୁସଲମାନ ତା ଧର୍ମ ପରିବର୍ତ୍ତନ କରି ଦୀକ୍ଷିତ ହୋଇପାରିବ ହିନ୍ଦୁ ଧର୍ମରେ। ଏହା ଶାସ୍ତ୍ର ବିରୋଧୀ ତଥା ଧର୍ମ ବିରୋଧୀ। ଏହା କେବେ ସମ୍ଭବ ନୁହେଁ। ରାଜୀବ ଲୋଚନ ବହୁତ କାକୁତି ମିନତି କଲା, ବହୁତ ଅନୁରୋଧ କଲା, କିନ୍ତୁ କାକୁତି ମିନତି କିମ୍ବା ତା ଅନୁରୋଧ କିଛି କାମକୁ ଦେଲା ନାହିଁ ବ୍ରାହ୍ମଣ ପଣ୍ଡିତମାନଙ୍କ ତର୍କ ସମ୍ମୁଖରେ। ସେ ଚିନ୍ତା କଲା ଦୁଲାରୀକୁ ସାଙ୍ଗରେ ନେଇ ଆସିଯିବ ଓଡ଼ିଶାକୁ, ଜଗନ୍ନାଥ ଧାମ, ଜଗନ୍ନାଥ ପୀଠ ପୁରୀକୁ। ଆଉ ହିନ୍ଦୁମାନଙ୍କ ଆରାଧ୍ୟ ଦେବତା ଜଗନ୍ନାଥଙ୍କୁ ସାକ୍ଷୀ ରଖି ପଣ୍ଡା ବଡ଼ ପଣ୍ଡାମାନଙ୍କ ମନ୍ତ୍ରୋଚ୍ଚାରଣରେ ବାହା ହେବ ଦୁଲାରୀକୁ। ଏମିତି ଚିନ୍ତା କରି ସେ ସାଙ୍ଗରେ ଦୁଲାରୀକୁ ନେଇ ଆସିଲା ଜଗନ୍ନାଥ ଧାମ ପୁରୀକୁ। ରାଜୀବ ଲୋଚନ ବହୁତ ଆଶା, ବହୁତ ବିଶ୍ୱାସ, ବହୁତ ଭରସା କରିଥିଲା ଶ୍ରୀକ୍ଷେତ୍ର ପୁରୀରେ ଜଗନ୍ନାଥଙ୍କ ଉପରେ। କିନ୍ତୁ ଯେତେବେଳେ ପଣ୍ଡା ବଡ଼ ପଣ୍ଡାମାନେ କଥା ଶୁଣିଲେ, ସେମାନେ ବିବାହ କରିବା ଦୂରର କଥା, ସେମାନେ ଲାତ ବିଧା ଗୋଇଠା ମାରି ମାରି ତୋଡ଼ିଦେଲେ ମନ୍ଦିର ଭିତରୁ, ଆଉ ଲହୁଲୁହାଣ କରିଦେଲେ ଉଭୟଙ୍କ ଶରୀର। ପୁରୀ ପଣ୍ଡା ବଡ଼ ପଣ୍ଡାମାନଙ୍କର ଏପରି ଅକଥନୀୟ ଅତ୍ୟାଚାରରେ ମର୍ମାହତ ହୋଇଗଲା ରାଜୀବ ଲୋଚନ। ତା ହୃଦୟରେ ଜଳି ଉଠିଲା ପ୍ରତିହିଂସାର ବହ୍ନି। ମନେ ମନେ ଅନୁତାପ କଲା ଯେ ଯେଉଁ ଧର୍ମ ପ୍ରତି ସେ ନିଷ୍ଠାବାନ ଥିଲା, ଯେଉଁ ଧର୍ମକୁ ନେଇ ସେ ଗର୍ବ କରୁଥିଲା, ଯେଉଁ ଧର୍ମ ପାଇଁ ସେ ନିଜକୁ ଭାଗ୍ୟବାନ ଭାବୁଥିଲା, ଯେଉଁ ଧର୍ମକୁ
ସଚ୍ଚୋଟତା ସହ ସଚ୍ଚୋଟର ସହ ପାଳନ କରୁଥିଲା, ଆଜି ସେହି ଧର୍ମ ତାକୁ ଧୋକା ଦେଇଛି। ସେହି ଧର୍ମ ଆଜି ତାକୁ ଲହୁଲୁହାଣ କରିଛି। ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଲହୁଲୁହାଣ ହୋଇ ରାଜୀବ ଲୋଚନ ପ୍ରତିଜ୍ଞା କଲା, ସେ ଶପଥ ନେଲା ଯେ ସେ ଆଉ ହିନ୍ଦୁ ଧର୍ମ ରହିବ ନାହିଁ, ସେ ହେବ ମୁସଲମାନ। ସେ ସେଠାରେ ପ୍ରତିଜ୍ଞା କଲା ଯେ ଆଇଠାରୁ ମୁଁ ହିନ୍ଦୁ ଧର୍ମକୁ ତ୍ୟାଗ କରିବି, ଆଇଠାରୁ ମୁଁ ହିନ୍ଦୁ ଧର୍ମକୁ ମାନିବି ନାହିଁ ବା ରଖିବି ନାହିଁ ହିନ୍ଦୁ ଦେବାଦେବୀମାନଙ୍କର ମୂର୍ତ୍ତି, ମନ୍ଦିର ଭିତରେ ହିନ୍ଦୁ ଦେବାଦେବୀମାନଙ୍କର ବିଗ୍ରହ। ସେ ଫେରିଆସିଲା ବଙ୍ଗାଲକୁ ଆଉ ଦୀକ୍ଷିତ ହେଲା ମୁସଲମାନ ଧର୍ମରେ। କଟ୍ଟର ହିନ୍ଦୁ ରାଜୀବ ଲୋଚନ ହେଇଗଲା କଟ୍ଟର ମୁସଲମାନ। ରାଜୀବ ଲୋଚନର ନାଁ ପରିବର୍ତ୍ତନ ହୋଇ ସେ ରଖିଲା ତା ନାଁ ମହମ୍ମଦ ଫର୍ମୁଲି। ହିନ୍ଦୁ ଧର୍ମକୁ ପରିତ୍ୟାଗ କରି ସେ ହେଇଗଲା କଟ୍ଟର ମୁସଲମାନ, ସମ୍ପୂର୍ଣ୍ଣ ହିନ୍ଦୁ ବିରୋଧୀ। ହିନ୍ଦୁ ସମାଜ, ହିନ୍ଦୁ ଦେବାଦେବୀ ମାନଙ୍କ ପ୍ରତି ସେ ବିମୁଖ ହୋଇ ବିଦ୍ରୋହୀ ହୋଇଗଲା। ହିନ୍ଦୁ ଧର୍ମର ତ୍ୟାଗ କଲା, ହିନ୍ଦୁତ୍ୱ ତ୍ୟାଗ କଲା, ହିନ୍ଦୁ ପରମ୍ପରା ତ୍ୟାଗ କଲା, ହିନ୍ଦୁ ରୀତିନୀତି ଆଉ ପରିଚିତ ହେଲା କଲା ପାହାଡ଼ ନାଁରେ। ସେହି କଲା ପାହାଡ଼ ଯାହା ନାଁରେ ଓଡ଼ିଶାରେ ସମସ୍ତେ ଜାଣିଛନ୍ତି ଏକ ପଦ୍ୟ, ଯାହାକି ଆସିଲା କଳା ପାହାଡ଼, ଭାଙ୍ଗିଲା ଲୁହାର ବାଡ଼, ପିଇଲା ମହାନଦୀ ପାଣି, ସୁବର୍ଣ୍ଣ ଥାଳିରେ ହୀରା ପରସିଲେ ମୁକୁନ୍ଦ ଦେବଙ୍କ ରାଣୀ। ଅର୍ଥାତ୍ ଶ୍ରୋତା ବନ୍ଧୁ, ସେତେବେଳେ କଳା ପାହାଡ଼ର ଆକ୍ରମଣ ଏତେ ଭୟାନକ ଥିଲା ଯେ ଓଡ଼ିଶା ଥରୁଥିଲା। କଳାପାହାଡ଼ ଆସୁଛି କହିଲେ ଓଡ଼ିଶା ମାଟି ଥରଥର ହେଉଥିଲା। ସେଥିପାଇଁ ମୁକୁନ୍ଦ ଦେବ ରାଣୀ ଏହି ବିଗ୍ରହମାନଙ୍କୁ ନ ନେବା ପାଇଁ, ହିନ୍ଦୁ ମନ୍ଦିର ନ ଭାଙ୍ଗିବା ପାଇଁ ତାକୁ ଲାଞ୍ଚ ଦେଇ ସୁନା ଥାଳିରେ ହୀରା ଦେଇ ତାକୁ ପଠାଇ ଦେଉଥିଲେ ଲାଞ୍ଚ ସ୍ୱରୂପ, ଆଉ କହୁଥିଲେ ତୁ ପଳା ଆଉ ମନ୍ଦିର କିମ୍ବା ବିଗ୍ରହକୁ ଭାଙ୍ଗନା। ତାପରେ ସେ ଥରେ ନୁହଁ, ଦୁଇଥର ନୁହଁ, ଯେବେ ଇଚ୍ଛା ସେଦିନ ପଳେଇ ଆସେ। ଆଉ ଭାଙ୍ଗିବାରେ ସେ ତାର ମନ ଏତେ ଥିଲା ଯେ ସେ ଧ୍ୱଂସ ବିଧ୍ୱଂସ କରିଦେଉଥିଲା। ଏମିତିକି ଖାଲି ପୁରୀ ମନ୍ଦିର ନୁହଁ, ଓଡ଼ିଶା ସୂର୍ଯ୍ୟ ମନ୍ଦିର, କୋଣାର୍କ ମନ୍ଦିରକୁ, ଏମିତିକି ବାରବାଟୀ ଦୁର୍ଗକୁ ମଧ୍ୟ। ଶ୍ରୋତା ବନ୍ଧୁ, ଏହି ହିନ୍ଦୁ ଧର୍ମରେ ସେ ଥିଲା ଆଉ ହିନ୍ଦୁ ଧର୍ମ ତାକୁ ଗ୍ରହଣ କଲା ନାହିଁ। ଅର୍ଥାତ୍ ହିନ୍ଦୁ ହିଁ ହିନ୍ଦୁକୁ ଧିକ୍କାର କଲା। ଧର୍ମ ବି ଏମିତି, କଟ୍ଟର ହିନ୍ଦୁ ଆଉ ଯେତେ ପ୍ରକାରର ଅନ୍ୟ ଧର୍ମ ରହିଛି ସେ ଭିତରେ ହିନ୍ଦୁ ଧର୍ମ ଭିନ୍ନ। ହିନ୍ଦୁ ଧର୍ମରେ ଯାହା ଅଛି ତାହା ଅନ୍ୟ ଧର୍ମରେ ନାହିଁ। ହିନ୍ଦୁ ଧର୍ମ ଏପରି ଏକ ଧର୍ମ ଯାହାକି ଠିଆ ହେଇଛି ଚାରୋଟି ବର୍ଣ୍ଣର ସ୍ତମ୍ଭରେ, ଯେମିତିକି ବ୍ରାହ୍ମଣ, କ୍ଷତ୍ରିୟ ବର୍ଣ୍ଣ, ବୈଶ୍ୟ ଓ ଶୂଦ୍ର ବର୍ଣ୍ଣ। ଏହି ଚାରୋଟି ବର୍ଣ୍ଣର ସମାହାରରେ ହିଁ ହିନ୍ଦୁ ଧର୍ମର ସୃଷ୍ଟି। ଅନ୍ୟ କୌଣସି ଧର୍ମର ଲୋକେ ଯଦି ହିନ୍ଦୁ ଧର୍ମକୁ ଆସିବାକୁ ଚାହିଁବେ ତ ତାହେଲେ ଆସିବା ଅସମ୍ଭବ ନୁହେଁ, କେବେ ଆସିପାରିବେ ନାହିଁ। ଏହାର କାରଣ ହେଉଛି, ଯଦି କେହି ଅନ୍ୟ ଧର୍ମରୁ ହିନ୍ଦୁ ଧର୍ମକୁ ଆସିବାକୁ ଚାହାନ୍ତି ତେବେ ତାଙ୍କୁ ରଖାଯିବ କେଉଁ ବର୍ଣ୍ଣରେ? ପୁଣି ଯଦି ବର୍ଣ୍ଣରେ ରଖାଯିବ କୌଣସି ଏକ ବର୍ଣ୍ଣରେ, ତେବେ ରଖାଯିବ ପୁଣି କେଉଁ ଜାତିରେ? ଏହି ଚାରୋଟି ବର୍ଣ୍ଣଭେଦ ଥିବାରୁ ଏକତା ଦେଖାଯାଏ ନାହିଁ ହିନ୍ଦୁ ଧର୍ମରେ। ଏଠାରେ ବ୍ରାହ୍ମଣ ଶ୍ରେଷ୍ଠ ଓ ଶୂଦ୍ର ନିକୃଷ୍ଟ। ବ୍ରାହ୍ମଣ ଯାହା କହିବେ ତାହା ବେଦର ଗାର, ଶୂଦ୍ର କଥା ଶୁଣୁଛି ବାକି। ତେଣୁ ପରିଲକ୍ଷିତ ହୁଏ ଏଠାରେ ଏକତାର ଅଭାବ। ଏହି ବର୍ଣ୍ଣଭେଦ ଓ ବର୍ଣ୍ଣ ବଣ୍ଟନ ହିଁ ହିନ୍ଦୁ ଭିତରେ ଅସମାନତାର ଏକମାତ୍ର କାରଣ। ହିନ୍ଦୁ ଧର୍ମରୁ ଅନ୍ୟ ଧର୍ମକୁ ଯିବା ପାଇଁ କବାଟ ଖୋଲା, କିନ୍ତୁ ଅନ୍ୟ ଧର୍ମରୁ ହିନ୍ଦୁ ଧର୍ମକୁ ଆସିବା ପାଇଁ କବାଟ ବନ୍ଦ ରହିଛି। ଅନେକ ପ୍ରକାର ପ୍ରତିବନ୍ଧକ। ଯେତେଦିନ ପର୍ଯ୍ୟନ୍ତ ବର୍ଣ୍ଣ ବୈଷମ୍ୟ, ଅସମାନତା, ଅସାମଞ୍ଜସ୍ୟତା ଥିବ ହିନ୍ଦୁ ଧର୍ମରେ, ସେତିଦିନ ପର୍ଯ୍ୟନ୍ତ ଏକତା ଅସମ୍ଭବ ମନେ ହୁଏ।
ହିନ୍ଦୁ ଧର୍ମର ଚାରି ବର୍ଣ୍ଣରେ ଯାହା ବିଭକ୍ତ ହୋଇଛି, ଏଇ ଚାରି ବର୍ଣ୍ଣ ଯଦି ନଥାନ୍ତା ତ ତାହେଲେ ଭାରତ ଭାରତ ଯେମିତି ଅଛି ଆଜି ବହୁତ ଶକ୍ତିଶାଳୀ ହୋଇଥାନ୍ତା। ବର୍ଣ୍ଣବାଦ ଓ ଜାତିବାଦର ବିନାଶ ନ ହେବା ପର୍ଯ୍ୟନ୍ତ ଭାରତରେ ଅର୍ଥାତ୍ ହିନ୍ଦୁ ଧର୍ମର ସଶକ୍ତିକରଣ, ହିନ୍ଦୁ ଏକତା ଓ ହିନ୍ଦୁ ଧର୍ମର ଉତ୍ଥାନ ଅସମ୍ଭବ। ବର୍ଣ୍ଣବାଦ ଓ ଜାତିବାଦ ଏ ହିନ୍ଦୁ ଏକତାର ଏକ ବହୁତ ବିରାଟ ପ୍ରତିବନ୍ଧକ। ଶ୍ରୋତାବନ୍ଧୁ, ଆଜିର ପ୍ରସଙ୍ଗ ଏତିକି। ଯଦି ଭଲ ଲାଗିଲା ତାହେଲେ ଲାଇକ୍ କରିବେ, ସେୟାର କରିବେ ଆଉ ଚ୍ୟାନେଲଟାକୁ R&F ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ପାଇଁ ଭୁଲିବେ ନାହିଁ। ଧନ୍ୟବାଦ।